ଜାଗାରେ ବସିକି ଯାତ୍ରା କରି ଏସବୁ କରିବା ଏଗୁଡ଼ା ସବୁ କେବଳ ଭଣ୍ଡାମି ପାଗଳାମି ବାଚଳାମି। ମୋର ମୁଁ ଆଇନର ଉପରେ ନୁହେଁ, ତେଣୁ ପୂର୍ବତନ ବିଧାୟକର କେଉଁଠି ଫାର୍ମ ହାଉସ୍ ଅଛି, କେଉଁଠି ଭୋଜି ହେଉଛି, ମୁଁ ଏଇଟା ଆପଣଙ୍କୁ ଶୁଣିଲି, ମୁଁ ବି ସୋସିଆଲ ମିଡ଼ିଆରେ ଦେଖିଲି ଏବଂ ବିଗତ ଦିନରେ ସେଠି ଲୋକ ମର୍ଡର ବି ହେଇଯାଇଥିଲେ। ବିଗତ 2 ମାସ ତଳେ ସେଠି ତା ଭିତରେ ମୃତ୍ୟୁ ଡେଡ୍ ବଡି ବାହାରିଥିଲେ, ଲୋକ ମର୍ଡର ବି ହେଇଯାଇଥିଲେ। ସେତେବେଳେ ସେ ଥାନା ପାଖକୁ ତ ଯାଇନଥିଲେ, ସେଥିରେ ତ ଆପଣ ନ୍ୟୁଜ୍ ବାଜିଥିଲା ସମସ୍ତଙ୍କର, ତାହେଲେ ଆପଣମାନେ ବି ଭୁଲି ଯାଉଥିବେ। ମୁଁ ସେଇ ଉପରେ ଜ୍ଞାତ ନୁହେଁ କାହିଁକି ସେ ଭୋଜି କରୁଥିଲେ, ତାଙ୍କର କେଉଁଠି ଫାର୍ମ ହାଉସ୍ ଅଛି ଏବଂ କାହିଁକି ସେଠି ଗଣ୍ଡଗୋଳ ହେଲା ଏବଂ ସିଏ କ'ଣ ପାଇଁ କରିଥିଲେ। ମୁଁ ସେ ଜିନିଷ ମୁଁ ଯେତେବେଳେ ଦେଖିଲି ସୋସିଆଲ ମିଡ଼ିଆରେ ଜଣେ ବ୍ୟକ୍ତି ତାକୁ ଟାଣିକି ଫାଷ୍ଟ ମାରିଲେ, ତାର ମୁଣ୍ଡ ଫାଟିଲା, ସିଏ ଗଲା ଏଫଆଇଆର ଦେଲା, ତା ଭିତରେ ସିଏ ଯେତେବେଳେ ଡାକିଛନ୍ତି ଇଏ ତାଙ୍କ ଭିତରେ ଦସ୍ତାବେଜ ହେଇଛି, ତ ମିଶାମିଶି ଭିତରେ ତାଙ୍କର ଯେତେବେଳେ ଗଣ୍ଡଗୋଳ ହେଇଛି, ଆଇନ ତା ବିଷୟରେ କାମ କରିବ। ଯେଉଁମାନେ ଦୋଷୀ ନିଶ୍ଚୟ ଆରେଷ୍ଟ ହେବେ। ଥାନା ଅଛି, ଧର୍ମଶାଳା ଥାନା, ଜେନାପୁର ଥାନା, ଥାନା ପାଖରେ ବସ, ଯଦି ନ୍ୟାୟ ନ୍ୟାୟ ପାଉଛି। ଯାଜପୁର ଆରକ୍ଷୀ ଅଧିକାରୀ ଏସ୍ପି ସେଇଠି ବସ। ଏ ଡିଜି ଅଫିସ୍ ପାଖରେ ବସିକି ଯାତ୍ରା କରି ଏସବୁ କରିବା ଏଗୁଡ଼ା ସବୁ କେବଳ ଭଣ୍ଡାମି ପାଗଳାମି ବାଚଳାମି। ଦେଖନ୍ତୁ ଏଇ ଘଟଣାକୁ ନେଇକି ଯେଉଁ ଆପଣଙ୍କ କର୍ମୀଙ୍କ ଉପରେ ସେ ଦୋଷ ଲଦୁଛନ୍ତି, ଆପଣ କହିବା କଥା ଏଇଟା ଭିତ୍ତିହୀନ ନା ମିଥ୍ୟା? ଦେଖନ୍ତୁ, ମୁଁ ବାରମ୍ବାର ଆପଣଙ୍କୁ ସ୍ପଷ୍ଟବାଦୀ କହିଲି, ଧର୍ମଶାଳାର ସମସ୍ତ ଜନସାଧାରଣଙ୍କ ପାଇଁ ମୁଁ ସଦାସର୍ବଦା ଛିଡ଼ା ହେଇଛି। ମୁଁ ଦଳବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ, ମୁଁ ଯେଉଁମାନେ ମାଡ଼ ଖାଇଛନ୍ତି ସିଏ ମୋ ଲୋକ, କର୍ମୀ କାହାର ମୁଁ ଜାଣିନି, ଧର୍ମଶାଳାର ଲୋକ, ମୁଁ ତାଙ୍କ ସମସ୍ତଙ୍କ ପାଇଁ ଦୁଃଖିତ, ମୁଁ ସମସ୍ତଙ୍କ ପାଇଁ ମର୍ମାହତ। ଏପରି ଜିନିଷ ଆଗକୁ ଏମିତି ନ ହେଉ ତା ପାଇଁ ବି ମୁଁ ଏସ୍ପିଙ୍କ ସହିତ, ଏସ୍ଡିପିଓଙ୍କ ସହିତ, ଆଇଆଇସିଙ୍କ ସହିତ, ପୋଲିସ ଅଧିକାରୀ ସମସ୍ତଙ୍କ ସହିତ ମୁଁ କାଲିଠୁ ଆଜି ପର୍ଯ୍ୟନ୍ତ 50 ଥର ଆଲୋଚନା କରିସାରିଲିଣି ଏବଂ ମୁଁ ସକାଳୁ ଆସିଛି। ସେ ଯୋଗୁଁ ମୁଁ ଏସ୍ପି ଯାଇକି ଆଲୋଚନା କରିବା ପାଇଁ, ଯେଉଁମାନେ ଦୋଷୀ ଅଛନ୍ତି ତୁରନ୍ତ ଆରେଷ୍ଟ କରାଯାଉ ସମସ୍ତଙ୍କୁ, କାହାକୁ ଗୋଟେ ବି ଛଡ଼ା ହେବନି। ହେଲେ ତା ମାନେ ନୁହେଁ ଯେ ରାଜନୈତିକ ରୁଟି ସେକିବା, ରାଜନୈତିକ ଉଷ୍ମତା ସେଥିରେ କାଢ଼ିବା, ରାଜନୈତିକ ଯାତ୍ରା କରିବା, ଏଇଟା ଠିକ୍ ନୁହେଁ। ମୁଁ ତ କହୁଛି ଆସନ୍ତୁ।